चलନ୍ତୁ ଆଜି ତିଆରି କରିବା ମଟର ତରକାରୀ। ଆମେ ତ ମଟର ତରକାରୀ ଖାଉ, ଆଉ କିଏ କିଏ ଘୁଗୁନି ମଧ୍ୟ କୁହନ୍ତି। ମୁଁ ଏଠି ମଟରକୁ ସିଝେଇକି ରଖିଦେଇଛି, ଆଳୁକୁ ସିଝେଇକି ଥିଲି ତାକୁ କାଟିକି ରଖିଛି। ମୁଁ ଏଠି ମସଲାରେ ନେଇଛି ପିଆଜ କଟା, ଆଉ ଟିକେ ଅଦା ରସୁଣକୁ ଛେଚିକି, ଆଉ ବିଲାତି କଟା, ଆଉ ଧନିଆ ପତ୍ର କିଛି। ଆଉ ମସଲାରେ ମୁଁ ନେଇଛି ଏବେ ଟିକେ ଜିରା ଗୁଣ୍ଡ, ଟିକେ ଲଙ୍କା ଗୁଣ୍ଡ, ଟିକେ ହଳଦୀ ଗୁଣ୍ଡ, ଆଉ ଟିକେ ଗୋଲମରିଚ ଗୁଣ୍ଡ, ଆଉ ଟିକେ ଗରମ ମସଲା, ଆଉ କଲର୍ ହବା ପାଇଁ ଟିକେ କାଶ୍ମୀର ଚିଲି। ମଟର ତରକାରୀ ଆପଣ ଯେତେ ବି ହେଉଛି କମ୍ ମସଲା ୟୁଜ୍ କରିବେ ସେତେ ବହୁତ ଟେଷ୍ଟ ଲାଗିବ। ଛେଚା ମସଲାରେ ଟିକେ ତିଆରି କଲେ ଭଲ ଲାଗେ ମଟର ତରକାରୀ। ଚାଲନ୍ତୁ ମୁଁ ଏଠି କଡ଼େଇ ବସାଇ ଦେଇଛି, କଡ଼େଇ ଗରମ ହେଇଗଲାଣି, ତେଲ ପକେଇବା। ଯେଉଁମାନେ ଏବେ ମୋ ଭିଡ଼ିଓକୁ ନୂଆ ଦେଖୁଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, କମେଣ୍ଟରେ କୁହନ୍ତୁ ମୋ ଭିଡ଼ିଓ କେମିତି ଲାଗୁଛି। ତେଜପତ୍ର ଦୁଇଟା ପକେଇଲି, ତାପରେ ଆମେ ପକେଇବା ଅଦା ରସୁଣ ଯେଉଁ ଟିକେ ଛେଚିକି ରଖିଥିଲେ ତାକୁ ପକେଇବା। ସେ ତେଲରେ ଫାଷ୍ଟ ଅଦା ରସୁଣ ଛେଚା ପକେଇଲେ ତା ଫ୍ଲେଭରଟା ଟିକେ ଅଲଗା ଲାଗେ। ଅଦା ରସୁଣ ଛେଚାକୁ ଟିକେ ଜଷ୍ଟ ଫ୍ରାଏ କରିବା, ତାପରେ ପିଆଜ ପକେଇବା। ତାପରେ ଆମେ ଏବେ କଟା ପିଆଜ ପକେଇଲେ, ପିଆଜର ଟିକେ କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ଭାଜିବା, ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ଆପଣମାନେ କେଉଁ ପ୍ରୋସେସ୍ରେ କରନ୍ତୁ ପ୍ଲିଜ୍ କମେଣ୍ଟରେ କୁହନ୍ତୁ। ଏମିତି ଥରେ ବନେଇକି ଖାଆନ୍ତୁ, ଭଲ ଲାଗିବ। ତାପରେ ଏବେ ପକେଇବା ହେଉଛି କଟା ବିଲାତି। ବିଲାତିକି ଟିକେ ଏପଟ ସେପଟ କରିକି ତାପରେ ଆମେ ରଖିଥିବା ମସଲାକୁ ପକେଇବା। ଏବେ ଆମେ ମସଲା ପକେଇଦେବା, ଯେଉଁ ମସଲା ରଖିଥିଲେ। ମିଶାଇ ଦେଇକି ତାକୁ ଟିକେ ଭଲ ଭାବରେ ଟିକେ କଷିବା। କଷି ସାରିଲା ପରେ ଆମେ ଯେଉଁ କାଟିକି ରଖିଥିବା ଆଳୁ ତାକୁ ପକେଇବା। ମଟର ସିଝାରେ ତ ଲୁଣ ପଡ଼ିଥିବ, ଆପଣ ଦେଖି ଚାହିଁକି ସ୍ୱାଦ ଅନୁସାରେ ଲୁଣ ପକେଇବେ। ମସଲାରୁ ତ ତେଲ ଛାଡ଼ିବା ଆରମ୍ଭ ହେଇଗଲାଣି, ମସଲା ତାମାନେ ଟିକେ ହେଇଗଲାଣି। ଏବେ ଆମେ ପକେଇବା କାଟିକି ରଖିଥିବା ଆଳୁ। ବହୁତ ସୁନ୍ଦର ବାସ୍ନା ତ ଆସୁଛି, କଲର୍ ବି ଦେଖିବାକୁ ବହୁତ ସୁନ୍ଦର କଲର୍ ଆସୁଛି, ଯେଉଁ କାଶ୍ମୀର ଚିଲି ପଡ଼ୁଛି।
तापर आम ए रखिथा सिझेक रखिथा मटर को पकईदवा। देखो केते सुंदर देखा मटर तरकारीटा टिके होची फुटी साइला परे आम पकेबा धनिया पत्र। बहुत कम समय कम मसला मटर तरकारी। एबे पकईदेवा आम धनिया पत्र फ्लेवरटा भी आहरी बढ़िया लगे तरकारी पड़े आउ टे तरकारीटा टेस्ट लगे। एटा मो तरकार फाइनल लुक आपण मानू केमते लगला आशा करछि आज ब्लॉग टी आपण मानू भल लागिथियो। जदि भल लागिथियो प्लीज सब्सक्राइब माय चैनल।